ଆଚ୍ଛା, ଭାବିଛନ୍ତି କି ଭାରତରେ ଜଣେ ଭଲ ଟ୍ରେନର ହେବାକୁ ହେଲେ ପ୍ରକୃତରେ କ'ଣ ଦରକାର? ଏଟା ଖାଲି ପଢ଼େଇବା କଥା ନୁହେଁ। ଏହାର ଗୋଟେ ପୁରା ଅଫିସିଆଲ ବ୍ଲୁପ୍ରିଣ୍ଟ ଅଛି। ଆଉ ଆଜି ଆମେ ସେଇ ବ୍ଲୁପ୍ରିଣ୍ଟକୁ ହିଁ ଟିକେ ଖୋଲିକି ଦେଖିବା। ତେବେ ଆଜି ଆମେ ଭାରତର ଭୋକେଶନାଲ ଟ୍ରେନର୍ସମାନଙ୍କ ପାଇଁ ଥିବା ଅଫିସିଆଲ ଷ୍ଟାଣ୍ଡାର୍ଡକୁ ବୁଝିବାକୁ ଯାଉଛେ। ଆଉ ହଁ, ଏଇଟା କୌଣସି ସାଧାରଣ ନିୟମ ନୁହେଁ। ଏହାକୁ ସ୍ଥିର କରିଛନ୍ତି ସେହି ସଂସ୍ଥାମାନେ ଯେଉଁମାନେ ଆମ ଦେଶର ସ୍କିଲ୍ ଡେଭଲପମେଣ୍ଟକୁ ଆଗକୁ ନେଉଛନ୍ତି, ମାନେ ଭାରତ ସରକାରଙ୍କର ନିଜ ସଂସ୍ଥା। ତ ଏହି ଷ୍ଟାଣ୍ଡାର୍ଡର ମୂଳ ଦୁଆ କ'ଣ? ଏହାକୁ କୁହାଯାଏ କ୍ୱାଲିଫିକେସନ୍ ପ୍ୟାକ୍ ବା ସଂକ୍ଷେପରେ କ୍ୟୁପି। ଏମିତି ଭାବନ୍ତୁ, ଏଇଟା ଗୋଟେ ଚାକିରି ପାଇଁ ଅଫିସିଆଲ ବ୍ଲୁପ୍ରିଣ୍ଟ ଭଳି। ଏଥିରେ ଖାଲି କ'ଣ କରିବାକୁ ହବ ଲେଖା ନଥାଏ, ବରଂ କେମିତି କରିବାକୁ ହବ ସେଇଟା ବି ଲେଖାଥାଏ, ଯାହାଫଳରେ ସାରା ଦେଶରେ କାମର କ୍ୱାଲିଟି ସମାନ ରହିବ। ଏହି ବ୍ଲୁପ୍ରିଣ୍ଟକୁ ଭଲ ଭାବରେ ବୁଝିବା ପାଇଁ ଆମେ 5ଟି ମୁଖ୍ୟ ଭାଗରେ କଥା ହେବା। ପ୍ରଥମେ ଭାରତର କୌଶଳ ବ୍ଲୁପ୍ରିଣ୍ଟ, ତାପରେ ଜଣେ ପ୍ରଶିକ୍ଷକଙ୍କ ପ୍ରୋଫାଇଲ୍, ତାପରେ 7ଟି ମୁଖ୍ୟ ଦକ୍ଷତା, ଏହାପରେ ଗୋଟିଏ ଦକ୍ଷତାର ଗଭୀର ବିଶ୍ଳେଷଣ, ଆଉ ଶେଷରେ କେମିତି ଅଫିସିଆଲି ଯୋଗ୍ୟତା ହାସଲ କରିହେବା। ଠିକ୍ ଅଛି, ତେବେ ଆସନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗରୁ। କୌଣସି ଛୋଟ ଛୋଟ କଥା ଭିତରକୁ ଯିବା ଆଗରୁ ଆସନ୍ତୁ ପ୍ରଥମେ ବଡ଼ ଚିତ୍ରଟାକୁ ଦେଖିବା। ମାନେ ଭାରତର ଏତେ ବଡ଼ ସ୍କିଲ୍ ଡେଭଲପମେଣ୍ଟ ସିଷ୍ଟମ ଭିତରେ ଏହି କ୍ୱାଲିଫିକେସନ୍ ପ୍ୟାକ୍ଟା ପ୍ରକୃତରେ କେଉଁଠି ଅଛି? ଆମେ ଯେଉଁ ନିର୍ଦ୍ଦିଷ୍ଟ ବ୍ଲୁପ୍ରିଣ୍ଟ କଥା କହୁଛେ, ତାର ଗୋଟେ କୋଡ୍ ଅଛି, MEP/Q2601। ମନେ ରଖନ୍ତୁ, ଏଇଟା ଖାଲି ଗୋଟେ ଡକୁମେଣ୍ଟ ନୁହେଁ। ଏହା ହେଉଛି ଭୋକେଶନାଲ ଏଡୁକେସନ୍ ସେକ୍ଟରରେ ଜଣେ ସାର୍ଟିଫାଇଡ୍ ଟ୍ରେନର ହେବାର ଅଫିସିଆଲ ଷ୍ଟାଣ୍ଡାର୍ଡ। ଏହାକୁ ହିଁ ସଫଳତାର ମାପକାଠି ବୋଲି ଧରାଯାଏ। ତାହେଲେ ଏହି ବ୍ଲୁପ୍ରିଣ୍ଟ ହିସାବରେ ଜଣେ ଆଦର୍ଶ ଟ୍ରେନର କିଏ? ଆସନ୍ତୁ ଦେଖିବା ଏହି ମାନକ ଜଣେ ଟ୍ରେନର ଠାରୁ କେଉଁ ପ୍ରକାରର ଗୁଣ ଓ ଦକ୍ଷତା ଆଶା କରେ। ଏଠି ଗୋଟେ ବହୁତ ଜରୁରୀ କଥା ଅଛି। ଏହି କାମଟା ଖାଲି ଶିକ୍ଷାଦାନ ନୁହେଁ, ଏହା ହେଉଛି କମ୍ପିଟେନ୍ସି ବେସ୍ଡ ଟ୍ରେନିଂ ଦେବା। ଏହାର ସିଧା ସିଧା ମାନେ ହେଲା, ଶିକ୍ଷାର୍ଥୀ କେବଳ ଜ୍ଞାନ ପାଇବେନି, ବରଂ ସେମାନେ ସେହି କାମକୁ ଗୋଟେ ନିର୍ଦ୍ଦିଷ୍ଟ ମାନକ ଅନୁସାରେ କରିବାକୁ ସକ୍ଷମ ହେବେ। ଜଣେ କ'ଣ ଜାଣିଛି, ଖାଲି ସେତିକି ଯଥେଷ୍ଟ ନୁହେଁ। ସେ କେମିତି, ତାହା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଷ୍ଟାଣ୍ଡାର୍ଡରେ ଭଲ କମ୍ୟୁନିକେସନ୍, ଅର୍ଗାନାଇଜେସନ୍ ଆଉ ଇଣ୍ଟରପର୍ସନାଲ ସ୍କିଲ୍ସ ଉପରେ ବହୁତ ଜୋର ଦିଆଯାଇଛି। କାରଣ ଜଣେ ଭଲ ଟ୍ରେନର ଖାଲି ତଥ୍ୟ ଦିଅନ୍ତିନି, ସେ ଲୋକଙ୍କୁ ପ୍ରେରଣା ଦିଅନ୍ତି। ଏବେ ଏହି ସ୍ଲାଇଡ୍ରେ କିଛି ବହୁତ ଇଣ୍ଟରେଷ୍ଟିଂ କଥା ଅଛି। ଏହି ଚାକିରିକୁ ଭାରତର NSQF ମାନେ ନ୍ୟାସନାଲ ସ୍କିଲ୍ସ କ୍ୱାଲିଫିକେସନ୍ ଫ୍ରେମୱାର୍କରେ ଲେଭେଲ୍ 5ରେ ରଖିଛି। ଏହାକୁ ଗୋଟେ ନ୍ୟାସନାଲ ରାଙ୍କିଂ ସିଷ୍ଟମ ବୋଲି ଭାବିପାରିବେ। ଆଉ ଲେଭେଲ୍ 5ର ମାନେ ହେଲା, ଏହା ଗୋଟେ ମିଡ୍ ଲେଭେଲ୍ ସ୍କିଲ୍ ରୋଲ୍, ଯେଉଁଥିପାଇଁ ଭଲ ଜ୍ଞାନ ସହିତ ପ୍ରାକ୍ଟିକାଲ ସ୍କିଲ୍ସ ମଧ୍ୟ ଦରକାର। ତେବେ ଏହି ଲେଭେଲ୍ 5 ଦକ୍ଷତା ପ୍ରକୃତରେ କ'ଣ? ଆସନ୍ତୁ ଏହି ଭୂମିକା ପାଇଁ ଦରକାର ହେଉଥିବା 7ଟି ମୁଖ୍ୟ ଦକ୍ଷତାକୁ ଟିକେ ଭାଙ୍ଗିକି ଦେଖିବା। ଏହି ପୁରା ଯୋଗ୍ୟତା 7ଟି ବାଧ୍ୟତାମୂଳକ ସ୍ତମ୍ଭ ଉପରେ ତିଆରି। ଏହାକୁ ନ୍ୟାସନାଲ ଅକ୍ୟୁପେସନାଲ ଷ୍ଟାଣ୍ଡାର୍ଡସ୍ ବା NOS କୁହାଯାଏ। ପ୍ରତ୍ୟେକ NOS ଗୋଟିଏ ଗୋଟିଏ ମୁଖ୍ୟ କାମକୁ ବୁଝାଏ, ଯାହା ଜଣେ ଟ୍ରେନର ନ୍ୟାସନାଲ ଲେଭେଲରେ କରିବାକୁ ସକ୍ଷମ ହେବା ଦରକାର। ଆଉ ଏହି 7ଟି ମାନକ ମିଶି ଜଣେ ଟ୍ରେନର ସବୁ କାମକୁ କଭର କରନ୍ତି। ଏଥିରେ ସେସନ୍ ପ୍ଲାନ୍ କରିବା, କ୍ଲାସରୁମ୍ରେ ପଢ଼େଇବା, ଅନ୍ ଦ ଜବ୍ ଟ୍ରେନିଂ ଦେବା, ଆସେସମେଣ୍ଟ କରିବା, ଏପରିକି ନିଜର ପ୍ରୋଫେସନାଲ ଡେଭଲପମେଣ୍ଟକୁ ବଜାୟ ରଖିବା, ସବୁକିଛି ସାମିଲ। ଏହି ଷ୍ଟାଣ୍ଡାର୍ଡସଗୁଡ଼ିକ ଖାଲି ହେଡିଂ ନୁହେଁ, ଏଗୁଡ଼ିକର ପ୍ରକୃତ ମାନେ କ'ଣ ବୁଝିବା ପାଇଁ ଆସନ୍ତୁ ସବୁଠୁ ପ୍ରଥମଟାକୁ ଟିକେ ଗଭୀର ଭାବେ ଦେଖିବା, ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ଯୋଜନା ଓ ଆୟୋଜନ। ଏହି ମାନକଟି ହେଉଛି ପୁରାପୁରି ବିହାଇଣ୍ଡ ଦ ସିନ୍ସ କାମ। ଜଣେ ଟ୍ରେନର କ୍ଲାସରୁମ୍ ଭିତରକୁ ଯିବା ଆଗରୁ ଯେଉଁ ସବୁ ଜରୁରୀ ପ୍ରସ୍ତୁତି କରନ୍ତି, ଏଇଟା ସେହି ବିଷୟରେ। ପ୍ରଥମ ଷ୍ଟେପ୍ ରିସର୍ଚ୍ଚ। ଜଣେ ଟ୍ରେନରକୁ ଟ୍ରେନର୍ସ ଗାଇଡ୍ ଆଉ କରିକୁଲମକୁ ଭଲ ଭାବେ ପଢ଼ିବାକୁ ପଡ଼ିବ। ମାନେ ଲକ୍ଷ୍ୟ କ'ଣ ଆଉ ସଫଳତା କେମିତି ଦେଖାଯିବ, ସେଇଟାକୁ ପୁରାପୁରି ବୁଝିବାକୁ ହେବ। ଦ୍ୱିତୀୟ ଷ୍ଟେପ୍, ନିଜର ଅଡିଏନ୍ସକୁ ଜାଣିବା। ଗୋଟିଏ ପ୍ରକାର ଟ୍ରେନିଂ ସମସ୍ତଙ୍କ ପାଇଁ କାମ ଦିଏନା। ତେଣୁ ଜଣେ ଟ୍ରେନରକୁ ଶିକ୍ଷାର୍ଥୀଙ୍କର ପୂର୍ବଜ୍ଞାନ ଆଉ ଆବଶ୍ୟକତାକୁ ଆନାଲାଇଜ୍ କରିବାକୁ ପଡ଼ିବ, ଯାହାଫଳରେ ଟ୍ରେନିଂଟା ପ୍ରକୃତରେ ଏଫେକ୍ଟିଭ୍ ହୋଇପାରିବ। ଆଉ ତୃତୀୟ ଷ୍ଟେପ୍ ହେଉଛି ପରିବେଶକୁ ପ୍ରସ୍ତୁତ କରିବା। ଏଇଟା ଖାଲି ଟେବୁଲ ଚେୟାର ସଜେଇବା କଥା ନୁହେଁ। ଏହା ହେଉଛି ଗୋଟେ ସେଫ୍ ଆଉ ପଜିଟିଭ୍ ଲର୍ଣ୍ଣିଂ ଏନ୍ଭାୟରମେଣ୍ଟ ତିଆରି କରିବା, ଯେଉଁଠି ଲୋକମାନେ ପ୍ରଶ୍ନ ପଚାରିବାକୁ ଆଉ ଶିଖିବାକୁ କମ୍ଫର୍ଟେବଲ୍ ଫିଲ୍ କରିବେ, ସେ ଅନଲାଇନ୍ ହେଉ ବା ଅଫଲାଇନ୍। ତେବେ ଯଦି କେହି ଏହି ପ୍ରଫେସନରେ ଆଗ୍ରହୀ, ତାହେଲେ ଆରମ୍ଭ କରିବା ପାଇଁ ପ୍ରକୃତରେ କ'ଣ ଦରକାର?
ଆସନ୍ତୁ କ୍ୱାଲିଫିକେସନ୍ କ୍ରାଇଟେରିଆଗୁଡ଼ିକୁ ଦେଖିବା। ସବୁଠୁ ପ୍ରଥମେ ସର୍ବନିମ୍ନ ବୟସ। ଏହି କ୍ୟାରିୟର ଆରମ୍ଭ କରିବା ପାଇଁ ଅତି କମ୍ରେ 18 ବର୍ଷ ହୋଇଥିବା ଦରକାର। ଆଉ ଶିକ୍ଷାଗତ ଯୋଗ୍ୟତା କଥା କହିଲେ ଯେକୌଣସି ଫିଲ୍ଡରେ NSQF ଲେଭେଲ୍ 4 ସାର୍ଟିଫିକେଟ୍ ଦରକାର। ମନେ ରଖିବାକୁ ହେବ ଟ୍ରେନରଙ୍କର ରୋଲ୍ଟା ହେଉଛି ଲେଭେଲ୍ 5ରେ, ତେଣୁ ଯେଉଁ ବିଷୟରେ ଟ୍ରେନିଂ ଦେବାକୁ ହେବ ସେଥିରେ ଅତି କମ୍ରେ ଲେଭେଲ୍ 4ର ଦକ୍ଷତା ଥିବା ଜରୁରୀ। ତେବେ ଏହା ହିଁ ହେଉଛି ଭାରତର ବୃତ୍ତିଗତ ପ୍ରଶିକ୍ଷକମାନଙ୍କ ପାଇଁ ଅଫିସିଆଲ୍ ବ୍ଲୁପ୍ରିଣ୍ଟ, ଯୋଜନା, ବ୍ୟକ୍ତିଗତ ଗୁଣ ଆଉ 7ଟି ମୁଖ୍ୟ ଦକ୍ଷତାର ଏକ ସ୍ପଷ୍ଟ ମିଶ୍ରଣ। ଏଇଟା ଖାଲି ଗୋଟେ ଜବ୍ ଡେସ୍କ୍ରିପ୍ସନ୍ ନୁହେଁ, ବରଂ ଦେଶର ୱାର୍କଫୋର୍ସକୁ ଗଢ଼ିବାର ଗୋଟେ ରୋଡ୍ ମ୍ୟାପ୍। ଏବେ ପ୍ରଶ୍ନ ହେଉଛି, ଏହି ବ୍ଲୁପ୍ରିଣ୍ଟ କାହାର ଭବିଷ୍ୟତର ମୂଳ ଦ୍ୱାରକୁ ଯାଉଛି?